हेलो फ्रेंड नमस्कार जय जगन्नाथ आशा करछि आपण माने भला थिबे मो भी भला अछि मोर एक नुआ फेस ब्लॉग को स्वागत करूछि चलंतु आजिर वीडियोटी आरंभ करिबा। सखाळ हेई आइछि एबे टाइम आसी 7टा पाखा पाखी हबो आ से एबे पळेई गले ना ड्यूटी की एका एका एबे गाधेबी कौन है सका उठिले मुंडटा कहीं घूरे दौर ना काली तो आपण मानू कही लाइव रे चुट्टी धोते तेल लगे नहीं चुट्टी तेल लगेबी आदि भात भात खिया खी है ना जरर देखु मो मुह देह केमी सुखी जाइए जन्नी गचर कहीं जन्नी होना फुल सब फुटिकी देखा गछ भी सब मरी मारी गलानी जरर मुझे ख्याल देनी गछ जो पुक सब लगती ना टिके टिके से जेहू पुक सब लगी ना गछरे देखते एमती सब लगी गोटे बरगुटी पुक सांग सांग बरगुटी किंतु पुक सब वर्षा हला बेलू छाड़ी आ से पुक ये सब पुक आमर है आपण मैंने देखी तो माने नेउआ दीटा होता दीटा गोटे आपण मैंने देखी दीटा देखु केते बड़ हो गला केते बड़ बड़ है आउ गोटे से अच्छे से पत्र जो ढांकी रही आउ कहीं है नहीं सामनार कहीं है नहीं पछर सब माने भीतर है बाहर पटर है नहीं केते बड़ बेल गछ देखो आमर बेल गछ केते लंबा हो गलानी लिंब गछ एमती सब गछ सब लगे बड़ बड़ हो गलानी देह हाथ खाली कुंडे मुंडे होची रातिर मेडिसिन खाई एलर्जी मेडिसिन आउ सकाळ भी खाई नहीं किछि खाइले तापर मेडिसिन खाइबा पड़िबो आउ किछि खाई नहीं एपर्यंत मेडिसिन कौन खाइबी भल लगुना मुंड फुंड घूरौची खाली से भी पड़े गले ड्यूटी ना तेल ठीक मारी हेबी चुट्टी रे चुट्टी सब नुखुरा अच्छी ना मत चूल सब इमिटी बाहर जो मैंने कहते से तेल काम दब ना आउ काम दौची न दौची मु आपण मानू देखा कभरटा तो सब खसी आसते आपण मैंने देखिए चुट्टी सब एति बड़ा कंचे एति बड़ा एत बड़ा कंचे देखु आपण मैंने देखिले देखु माने यही सब चुट्टी देख देखो से के विश्वास करेंगे नहीं देखो सब देखो माने मो चुट्टी मो सीतानीटा काटिदेले पानिया जना पड़े माने मो चुट्टी एत लंबा ता भीतर एत छोट छोट चुट्टी सब अच्छे देखो यही सब देखुन तो ये सब कौन होता ना छिड़ी जाइला चुट्टी बुझले ना छिड़ी होता
ଆଉ ସେଇ ତେଲ ଲଗେଇବାର ମୋ ଚୁଟି କଣ ହେଇଛି ନା ସବୁ କଞ୍ଚେଇଲାଣି। ଆଉ ମୁଁ ସେଇ ତେଲ ବି ଲଗଉଛି, ଆଉ କୌଣସି ତେଲ ଲଗଉନାହିଁ। ଦେଖି ଏଇ ଦେଖନ୍ତୁ ସବୁ। ଆଉ କୌଣସି ତେଲ ବି ମୁଁ ବ୍ୟବହାର କରୁନାହିଁ। ଆଉ କହୁଥିବେ ମୋର ଚୁଟି ନାହିଁ, ଆଉ କେତେ ଲମ୍ବା ଚୁଟି ରଖିତେ ହବ। ଦେଖନ୍ତୁ। ଦେଖନ୍ତୁ। ଉଫ୍ ଗରମ ଲାଗୁଛି ବେଶୀ, ଆଉ ଅଗ କେମିତି ଛତିରା ହେଇଗଲାଣି ଦେଖୁଛନ୍ତି ନା, ଅଗ ପୁରା ଅବସ୍ଥାରେ ନାହିଁ। ଏମିତି ସକାଳୁ ସକାଳୁ ହେଲେ ଏମିତି ପରିବା ଡାକ ଶୁଣିବାକୁ ପଡେ। ଆଉ ସେ ତ ଆସ୍ତେ ଡାକିବେ ନାହିଁ, ଚିଲେଇ ଚିଲେଇ ଡାକିବେ। ସବଜି ସବଜି ପରିବା ବିକ୍ରି କରିତେ ଆସୁଛନ୍ତି। ଆଉ କାଲି ମେଡିସିନ ଖାଇବାର କମି ଯାଇଛି ଦେଖନ୍ତୁ, ଏଇ ଦେଖନ୍ତୁ। ହଁ ନାକ ଭିତରେ ଏଇ ଦି ସାଇଡରେ ଭିତରେ କଣ ହେଇଛି ନା, ଜରସିନ୍ଦା ହୁଏନି ନା, ସେଇ ଝାଡା କରିଦେଇଛି। ତଣ୍ଟିଟା ଖାଲି ଗଣ ଗଣ ଶୁଭୁଛି, କଫଟା ରହିଛି ନା, କଫଟା ପାଚିଗଲା। ଏ କଫଟା ବାହାରି ଗଲେ ସେଇଠି କଣ ହବ ନା, ଆଉ ପୁରା ପରିଷ୍କାର ହେଇଯିବ ଗଳାଟା। ଏ କପାଳ ଫୁଲି ଯାଇଥିଲା। କମିନି କିଛି କିଛି ଜାଗା। ନାକ ଦିଟା ପୁରା ବଥା। ଇଚ୍ଛା ହଉଛି ଚାହା କରିକି ଖାଇବି, ପିଇବି, ନା କଫି ଟିକେ କରିକି ପିଇବି। ଭଲ ଲାଗୁନି। ଯାଉଛି ଟିକେ କଫି କରିନେବି, କରି ନେଇକି ଟିକେ ପିଇ ନେବି। ଆଉ ତାପରେ ଇଏ କରିବି। ନା କଫି କରି ପିଇ କଣ, ଗାଧେଇବି, ଗାଧେଇକି ଠାକୁର ପୂଜା କରିବି। କରିକି କଫି ଟିକେ ପିଇନେଲା ପରେ ମେଡିସିନ ଟିକେ ଖାଇବି। ଆଉ ଦେହଟା ଭଲ ଲାଗୁନି, ଦେହ ବି ଦୁର୍ବଳିଆ ଲାଗୁଛି ନା ଜରରେ। ଆଉ କାଲି ରାତିରେ କଣ ହେଇଛି ନା, ନିଦ ହେଲାନି, ଗୋଟେ ଫିଲ୍ମ ଦେଖୁଥିଲି। ସେ ତାଙ୍କର ଶୋଇ ପଡିଥିଲେ। ଆଉ ଫିଲ୍ମ ଟା ଦେଖି ସାରିଲା ପରେ ଶେଷ ହେଲା, ତାପରେ ମୁଁ ଶୋଇଲି। ଆଉ ଆପଣ ମାନେ ସତ କହିବେ, ମାନେ କୌଣସି ମାନେ ଜାଗାର ମାନେ କଣ ହେଲା ନା, ନା ଘରେ ନା ସହରରେ, ସହରରେ ନା ଗାଁରେ ନା ସହରରେ, ନା ଘରେ ନା ବାହାରେ, ନାରୀ ଜାତିଙ୍କର ମାନେ ସୁରକ୍ଷିତ କୋଉ ଜାଗାରେ ନାହିଁ। ଘରେ ଅଛି ନା ବାହାରେ ଅଛି, ସତ କହିବେ ଆପଣ ମାନେ ମତେ କମେଣ୍ଟ ବକ୍ସରେ। ସତ କଥା, ନାରୀ ଜାତି କୋଉ ଜାଗାରେ ସେଭ ନାହାନ୍ତି। ସହରରେ ରହିଲେ ସେମିତି, ଗାଁରେ ବି ରହିଲେ ସେମିତି। ଏଇ ସହରରେ ଗୋଟେ ଘଟଣା ଘଟିଛି, ଗୋଟେ ଝିଅକୁ ମର୍ଡର କରାହେଇଛି। ପୁଣି ନାଇଟ୍ ଡ୍ୟୁଟି ସେ ଝିଅଟା କରୁଥିଲା, ଭାବନ୍ତୁ। ମାନେ ସିଏ ଚାକିରି ଯେତେବେଳେ କରିଛି ଡକ୍ଟର, ସେ ଯେତେବେଳେ ଚାକିରି କରିଛି ପେସେଣ୍ଟକୁ ଦେଖିବା ପାଇଁ, ଆଉ ନିଜ ଜୀବନ ଚାଲିଯିବ ବୋଲିକି ସେ ଜାଣିଥିଲେ? ସେଦିନ ତାଙ୍କର ନାଇଟ୍ ଡ୍ୟୁଟି ଥିଲା। ଚାରି ପାଞ୍ଚ ଜଣ ମିଶିକି ତାକୁ ମର୍ଡର କରିଦେଇଛନ୍ତି। ଏଇ ତା ଗଳାଟାକୁ ଏମିତି ଟିପି ଦେଇକି ମାରି ଦେଇଛନ୍ତି। ତା ଏମିତି ମୁଣ୍ଡ ଟାକୁ ମାରିଛନ୍ତି, ତା ମୁଣ୍ଡ ଏମିତି ଫାଟି ଯାଇଛି। ସେ କାହାକୁ ଚିତ୍କାର କରି ଡାକି ନ ପାରିବ। ଆଉ କଣ କରିଛନ୍ତି ନା, ରେପ୍ କରିଛନ୍ତି, ରେପ୍ କରିକି ମର୍ଡର କରିଛନ୍ତି। ଭାବନ୍ତୁ ଆପଣ ମାନେ, ଗୋଟେ ଝିଅ
ଚାକିରି ଯେତେବେଳେ କରିଛି ସେ ଦେଶ ପାଇଁ କରୁ କି ମଣିଷ ମାନଙ୍କ ପାଇଁ କରୁ, ସେ ରୋଗୀଙ୍କ ସେବା କରୁଛନ୍ତି। ତାଙ୍କ ଜୀବନ ଚାଲିଯିବ ବୋଲି ସେମାନେ ଭାବନ୍ତି କି ଚାକିରି କରନ୍ତି କି? ସେ 5 ଜଣଙ୍କ କଥା ଭାବି ଚାକିରି କରନ୍ତି। ସେମିତି ଆଉ ତାଙ୍କର ମର୍ଡର ହେଇଯାଇଛି। ଆଉ ଝିଅଟା ଦେଖତେ ବହୁତ ସୁନ୍ଦର, ମରିଯାଇଛି ସେ ଝିଅଟା। ଏତେ ସୁନ୍ଦର ଦେଖା ହଉଛି, ବଞ୍ଚିଥିଲା ବେଳେ ଆଉ କେତେ ସୁନ୍ଦର ନ ଦେଖା ହଉଥିବ। ଜଣେ ମାରି ନାହାନ୍ତି, 4-5 ଜଣ ମାରିଛନ୍ତି। ଆଉ ଆପଣ ମାନେ ଦେଖୁଥିବେ କଣ ନ୍ୟୁଜ ପେପର ଦେଇଥିବ ଏଇ କଲିକତାର ଏଇ ଘଟଣାଟି ଘଟିଛି। ମୁଁ ସେଥିପାଇଁ କହୁଛି ନାରୀ ଜୀବନ କୌଣସି ଜାଗାରେ ସେଭ ନାହିଁ। ଯୁଆଡେ ଗଲେ ସିଆଡେ ଏମିତି କ୍ଷତି। ହେଲୋ ସାଙ୍ଗମାନେ, କଣ କରୁଛନ୍ତି ଆପଣ ମାନେ? ଆଉ ମୁଁ କଣ କରୁଛି ଆପଣ ମାନଙ୍କୁ ଦେଖେଇ ଦଉଛି, ଦେଖନ୍ତୁ ମୁଁ ରୋଷେଇ କରୁଛି। କଣ ଆଜି ରୋଷେଇ କରିବି? କଲରା ଆଳୁ ଭଜା ହବ, ଆଳୁ ବାଇଗଣ ଭେଣ୍ଡି ମଖା ମଖି ହବ। ମଖାମଖି ମାନେ କଣ, ବେଶୀ ଝୁଳ ନୁହେଁ କି ବେଶୀ ଶୁଖିଲା ନୁହେଁ, ମିଡିୟମ ସାଇଜରେ ରକ୍ତ ହବ ଆଉ। କଢେଇରେ ଦେଖନ୍ତୁ ତେଲ ଦେଇ ଦେଇଛି, ଦେଖନ୍ତୁ ଏବେ ଦେଇଦବା ଭେଣ୍ଡି କାଟିକି ରଖିଛି। ଦେଖନ୍ତୁ ଧୋଇକି କାଟିକି ରଖିଛି, ଭେଣ୍ଡି ଆଗ ଟିକେ ଭାଜିଦବା, ଲାଳ ଅଂଶ ତାର ଇଏ ହେଇଯିବ। ଆଉ ମୁଁ ଟିକେ ଗ୍ୟାସ ଟା କମେଇ ଦିଏ। ଦେଖନ୍ତୁ ଭେଣ୍ଡି କଢେଇରେ ଦେଇଦେବି, ଚଡ ହଉଛି ଭେଣ୍ଡି। ଆଉ ମୋ ପରିବା ଷ୍ଟାଣ୍ଡ ବି ଏଠି ନାହିଁ, ଦେଖନ୍ତୁ ଆଉ କେତେ ଫାଙ୍କା ଅଛି। ପରିବା ଷ୍ଟାଣ୍ଡ କୋଉଠି ଅଛି ଦେଖିପାରୁଛନ୍ତି ତ ଆପଣ ମାନେ? ଦେଖନ୍ତୁ ଏଇ ପରିବା ଷ୍ଟାଣ୍ଡ ଭିତରେ କୁଆଡେ ଭିତରେ ରଖିଦେଇଛି ପରିବା ଷ୍ଟାଣ୍ଡ ଟାକୁ। କାହିଁ କଲି ରଖିଦେଲି, ଟିକେ ଫାଙ୍କା ହଉଛି, ଦିଟା କରିକି ଛୋଟ ଛୋଟ କରିକି ରଖିଦେଇଛି। ଆଉ ଆପଣ ମାନେ ଦେଖିପାରୁଛନ୍ତି ମୁଁ ଗାଧେଇ ପିଧେଇ ସାରିଛି, ଠାକୁର ପୂଜା ସରିଯାଇଛି। ଠାକୁର କାହିଁ ହେଇଥା, ଦେଖନ୍ତୁ ଠାକୁର ଠିକ ଅଛି। ଆଉ ମୁଁ ଟିକେ ଜଲ୍ଦି ଟିକେ ରୋଷେଇ କରିଦିଏ, ଖାଇବି, ଭୋକ ହେଲାଣି। ଦେଖନ୍ତୁ ଆପଣ ମାନେ କେତେ ଜୋର ଖରା ହଉଛି, ଆମ ମୁହଁରେ କେମିତି ଝାଳ। କଣ ହେଇଛି ଦେହଟା ଭଲ ଲାଗୁନି। ଆଉ ଝାଳ କେମିତି ବାହାରିଛି, ରୋଷେଇ କରିଥିଲି ଗରମ ହଉଛି। ପଳେଇ ଆସିଛି ଟିକେ ବାହାରକୁ, ପବନ ଟିକେ ଖାଉଛି। ଆଉ ଦେଖନ୍ତୁ ଫ୍ୟାନ ଟିକେ ଚଲେଇ ଦେଇଛି, କୁଆଡେ ଗଲା ଫ୍ୟାନ? ଏଇ ତ ଫ୍ୟାନ ଚଲେଇ ଦେଇ ଚାଲୁଛି, ଟିକେ ପବନ ଖାଉଛି। ରୋଷେଇବାସ କରିକି ଖାଇକି ଶୋଇ ପଡିଥିଲି, ଏବେ ଟାଇମ ଆସିକି 4ଟା କି 4:30 ବାଜିଗଲାଣି। ଆଉ ଆପଣ ମାନେ ଭଏସରୁ ଜାଣିପାରୁଥିବେ କେତେ ନିଦରେ ମୁଁ ଶୋଇଥିଲି। ତାପରେ କଣ ହେଇଛି ନା, ଏ ନାକଟାରେ ଦେଖନ୍ତୁ ନା ଜରଚିହ୍ନ କେମିତି କରିଛି ଭିତରେ। ଆଉ ଏ ବାହାରେ ଏଇପଟ ନାକ ଏମିତି ଧରି ହଉନାହିଁ, ଏତେ ଜୋର ଦରଜ ହଉଛି। କାମ କିଛି ହେଇନାହିଁ, ଯାଉଛି ଘର ଦ୍ୱାର ଓଳେଇବି। ଆଉ ସନ୍ଧ୍ୟା ଦେବାକୁ ପଡିବ, ଶୀଘ୍ର ସେ ଟାଇମ ହେଇଯିବ। ଆଜିର ଭିଡିଓଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେ ନାହିଁ। ପାଖରେ ଥିବା ବେଲ ବଟନ ଟିକେ ଦବେଇ ଦେବେ, ମୋ ନୋଟିଫିକେସନ ଆପଣଙ୍କ ପାଖରେ ଜଲ୍ଦି ପହଞ୍ଚିଯିବ। ଯେବେ ଭିଡିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣ ମାନେ ହିଁ ଦେଖିପାରିବେ। ଯଦି ଆପଣ ମାନେ ଚ୍ୟାନେଲରେ ନୂଆ ଅଛନ୍ତି, ନୀଳିମା ବ୍ଲଗ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଯଦି ଆପଣ ମାନେ ସବସ୍କ୍ରାଇବ କରିଦେଇଛନ୍ତି, ଆପଣ ମାନଙ୍କୁ ମୋ ହୃଦୟରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଆଶୀର୍ବାଦ ମୋ ଉପରେ, ମୋ ପରିବାର ଉପରେ ଏମିତି ରଖିଥାନ୍ତୁ। ଆଗକୁ ଯିବା ପାଇଁ ମତେ ବହୁ ମାତ୍ରାରେ ସପୋର୍ଟ କରନ୍ତୁ। ଆଜିର ଭିଡିଓଟି ଏଇଠି ଏଣ୍ଡ କରୁଛି, ନେକ୍ସଟ ଭିଡିଓରେ ଆପଣ ମାନଙ୍କ ସହିତ ଦେଖାହବ। ନମସ୍କାର, ଜୟ ଜଗନ୍ନାଥ।